परमेश्वर प्रशंसा करुचु आमने आसु प्रथमे उपासना रे आमे परमेश्वर आमे धन्यवाद और प्रशंसा करिबा एवं आमे प्रतिदिन संध्या समय आ सकाळ समय आमे जिते पारुछु आमे एकाठी आमे प्रभुंकर वाक्य एवं तांकर गीत बोली प्रभु को प्रशंसा करिया आवश्यकता रही कारण कौनसी जगत रे कोई नाही जे परित्राण देवाई आमने जदि छेना कदली गुड़ नड़िया नहीं कि गोटे कौटी आम दौ आमे प्रभु बोली कही दौ सी ग्रहण करियो नहीं किंतु एकमात्र आमर हृदय को आमे दौ प्रभु जीशु को से आम ग्रहण करेंगे एवं आम को से आशीर्वाद करेंगे एवं मुक्तिर पथरे कढ़े ने बंची अवस्था आमे केवल प्रभु जीशुंकर पछे पछे आमे चलिबार आवश्यकता रही आसतु आमे ताहांकु संतुष्ट करने निमंते प्रभुंकर गोटे गीत बोली आमे प्रशंसा करिया मृत्यु जाइछि हारी मृत्यु जाइछि हारी नाउड़ ताहार भांगी देइचंती मृत्युंजयी पापहारी मृत्यु जाइछि हारी ओ मृत्यु जाइछि हारी पाषाण दुआर मुकुळे जाइछि कबर पड़ीछि खाली महागौरवे जाइछन्ति से तो गालिली पथरे चाली मरण बंधन दृढ़ आवरण देइछन्ति छिन्न करी मृत्यु जाइछि हारी मृत्यु जाइछि हारी आकाशे बतासे बन बनानी रे धरणीर बुक परे विजय संगीत झंकारी उठुचे चाउदे गे आनंद रे नुआ दिन डाके जागरे मनीष पापरु जाइछु तरी मृत्यु जाइछि हारी मृत्यु जाइछि हारी आसतु आमने आउ गोटे गीत बोली आमे प्रभु को प्रशंसा करिबा जिसु नामे जे भाव अछि केवल विश्वासी सिना जानुची जिसु नामे जे भाव अछि अमृत निर्झर बहे झर झर तटका मधुर मिष्ट लागुची जिसु नामे जे भाव अछि जिसु ख्रीष्ट स्वर्गीय नाम स्वर्गदूत द्वारा प्रदान जिसु ख्रीष्ट स्वर्गीय नाम स्वर्गदूत द्वारा प्रदान अटई से नाम केड़े मिष्टतम अटई से नाम केड़े मिष्टतम जे चाखे ता गुण से ही जानुची जिसु नामे जे भाव अछि जिसु नाम पाइबा पाई स्वर्ग पृथ्वी रे केही नाही जिसु नाम पाइबा पाई स्वर्ग पृथ्वी रे केही नाही पापीर जीवन अटे ख्रीष्ट नाम मो मन को केड़े मिष्ट लागुची
ଯୀଶୁ ନାମେ ଯେ ଭାବ ଅଛି। ଆସନ୍ତୁ ଆମମାନେ ଆଜି ଗୋଟେ ପ୍ରଭୁଙ୍କର ବାକ୍ୟ ଦେଖିବା। ମାଥ୍ୟୁ ତାର 8 ଅଧ୍ୟାୟ ଯୀଶୁ ପର୍ବତରୁ ଆମେ 8 ଅଧ୍ୟାୟ 1ରୁ 4 ପଦ ପର୍ଯ୍ୟନ୍ତ ପଢ଼ିବା। 1ରୁ 3 ପଦ ପର୍ଯ୍ୟନ୍ତ ପଢ଼ିବା। ଆମେ ଅଳ୍ପ ସମୟ ପ୍ରଭୁଙ୍କୁ ଆମେ ତାଙ୍କର ବାକ୍ୟ ଧ୍ୟାନ କରିବା। ଆଉ ଆମମାନେ ଶାନ୍ତିର ସହିତ ଗୋଟେ ନିରବତାର ସହିତ ଆମେ ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିକୁ ଆସୁଛୁ, ଆମେ ନିରବତାର ସହିତ ଆମେ ବାକ୍ୟ ଶୁଣିବାର ଆବଶ୍ୟକତା ରହିଛି। ଅନେକ ଲୋକମାନେ ଆଜି ଜଗତରେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଅନେକ ତୃଷିତ ହେଉଛନ୍ତି। ଆଉ କେତେକ ଲୋକମାନେ ସେମାନେ ଥଟ୍ଟା ପରିହାସ କରିଦେଉଛନ୍ତି, ସେମାନେ ତାମସା କରିଦେଉଛନ୍ତି, ସେମାନେ ହସି ଦେଉଛନ୍ତି। ତେଣୁ ସେମାନଙ୍କଠାରୁ ଆମେ ଦୂରରେ ରହିବା ଦରକାର। ଏଠି ଆମେ ଦେଖୁଛୁ ଲେଖା ଅଛି 8 ଅଧ୍ୟାୟ 1ରୁ 3ରେ ଆମେ ଦେଖିବା, ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ। ଦେଖ, ଏଠି ଗୋଟେ ଆଶ୍ଚର୍ଯ୍ୟ ବିଷୟ ଯେ ପ୍ରଭୁ ଯୀଶୁ ପର୍ବତରେ ସେ ଶିକ୍ଷା ଦେଉଥିଲେ। ପର୍ବତରୁ ଯେତେବେଳେ ଓହ୍ଲେଇ ଆସିଲେ ବହୁ ସଂଖ୍ୟକ ଲୋକ, ବହୁ ସଂଖ୍ୟକ ମାନେ କେତେ? ହଜାର ହଜାର, ହଜାର ହଜାର, ଲକ୍ଷ ଲକ୍ଷ ଲୋକମାନଙ୍କୁ କୁହାଯାଏ ବହୁ ସଂଖ୍ୟକ ଲୋକ। ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ। କ'ଣ ପାଇଁ ଚାଲିଲେ? ନା, ଅନେକ ଲୋକ କାହାର ବିଭିନ୍ନ ପ୍ରକାର ରୋଗ, କାହାକୁ କିଷ୍ଟ ରୋଗ, କାହାକୁ ଡାଇବେଟିସ୍, କାହାକୁ କାଛୁକୁଣ୍ଡିଆ, କାହାକୁ ଜ୍ୱର, କାହାକୁ ଟାଇଫଏଡ଼, କାହାର ମୁଣ୍ଡ ବଥା, କାହାର ହାତ ବଥା, କାହାର ଗୋଡ଼, କିଏ ଚାଲିପାରୁନାହିଁ, କିଏ ବେଡ଼୍ରୁ ଉଠି ପାରୁନାହିଁ, କାହାକୁ ପାରାଲିସିସ୍ ହେଇଛି। ବିଭିନ୍ନ ପ୍ରକାର ରୋଗ ସବୁ ଲୋକମାନଙ୍କର ଅଛି। ସେମାନଙ୍କର କେମିତି ସେମାନେ ରୋଗରୁ ଭଲ ହେବେ। ଆଉ କାହାର ଅଭାବ ଅସୁବିଧା ରହିଛି, କାହାର ଖାଇବା ପାଇଁ ଖାଦ୍ୟ ଠିକ୍ ଭାବରେ ପାଉନାହିଁ, ଏବଂ ଅନେକ ଅସୁବିଧା ସେମାନଙ୍କର ଦୂର ହେବା ନିମନ୍ତେ ସେମାନେ ଯୀଶୁଙ୍କ ପଛେ ପଛେ ଚାଲୁଛନ୍ତି। ଆହୁରି ମଧ୍ୟ ଅନେକ ଲୋକମାନେ ମୁକ୍ତି ପାଇବା ନିମନ୍ତେ ମଧ୍ୟ ମୁକ୍ତିର ଆଶାରେ ମଧ୍ୟ ତାଙ୍କ ପଛେ ପଛେ ଚାଲୁଛନ୍ତି। କିନ୍ତୁ ଯେଉଁମାନଙ୍କର ରୋଗ ଅଛି ସେମାନେ ମଧ୍ୟ ଚାଲୁଛନ୍ତି। ଯେଉଁମାନଙ୍କର ମୁକ୍ତିର ଆବଶ୍ୟକତା ଅଛି, ଖାଲି ଭଲ ଲୋକମାନେ ବି ଭଲ ହେଇଛନ୍ତି, ଭଲ ଅଛନ୍ତି, ସେମାନେ ମଧ୍ୟ କେମିତି ମୁକ୍ତି ପାଇବେ ବି ଚାଲୁଛନ୍ତି। ତେବେ ଯେଉଁମାନେ ରୋଗୀ ଲୋକମାନେ ତାଙ୍କ ପଛେ ପଛେ ଚାଲୁଛନ୍ତି, ସେମାନେ ମଧ୍ୟ ମୁକ୍ତି ପାଇବେ। ଯେଉଁମାନେ ରୋଗ ଯେଉଁମାନଙ୍କର ନାହିଁ, ଯେଉଁମାନେ ଭଲ ଅଛନ୍ତି, ସେମାନେ ମଧ୍ୟ ଯୀଶୁଙ୍କ ପଛେ ପଛେ ଚାଲୁଛନ୍ତି, ସେମାନେ ମଧ୍ୟ ମୁକ୍ତି ପାଇବେ। ତେବେ ଅନେକ ବିଭିନ୍ନ ପ୍ରକାର ସମସ୍ୟା ନେଇ ସେମାନେ ପ୍ରଭୁ ଯୀଶୁଙ୍କ ପଛେ ପଛେ ଚାଲିଛନ୍ତି। ଲକ୍ଷ ଲକ୍ଷ, ହଜାର ହଜାର, ଲକ୍ଷ ଲକ୍ଷ ଲୋକମାନେ ଯୀଶୁଙ୍କ ପଛେ ପଛେ ଚାଲିଲେ। ତେବେ 2 ପଦରେ ଆମେ ଦେଖୁଛୁ, ଆଉ ଦେଖ, ଜଣେ କୁଷ୍ଠୀ ତାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ଜଣେ କୁଷ୍ଠୀ ମିନ୍ସ ଇଂଲିଶରେ କୁହାଯାଏ ଲେପ୍ରୋସି, କୁଷ୍ଠ ରୋଗୀ। କୁଷ୍ଠୀ ମାନେ କୁଷ୍ଠ ରୋଗ, ଯାହାକୁ କୁଷ୍ଠ ରୋଗ ହୋଇଥାଏ ତାକୁ କୁଷ୍ଠ ରୋଗୀ ବୋଲି କୁହାଯାଏ। ଯେ କୁଷ୍ଠ ରୋଗୀ ସିଏ ତାହାଙ୍କ ନିକଟକୁ ଆସି ପ୍ରଥମେ ପ୍ରଣାମ କରି କହିଲା, ହେ ପ୍ରଭୁ ଯୀଶୁ, ଦୟାକରି ମୋତେ ଭଲ କରିଦିଅନ୍ତୁ, ଶୁଚି କରିଦିଅନ୍ତୁ। ତାପରେ ଆମେ ଦେଖୁଛୁ 3 ପଦରେ, ସେଥିରେ ଯୀଶୁ ହାତ ବଢ଼ାଇ ତାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଛି ଶୁଚି ହୁଅ। ତାମାନେ ମୁଁ ଇଚ୍ଛା କରୁଛି ତୁମେ ଭଲ ହୁଅ। ତାପରେ ସେ କୁଷ୍ଠରୋଗୀ ଆଉ 3 ପଦରେ ଲେଖା, ସେଇ କ୍ଷଣି ସେ ଆପଣା କୁଷ୍ଠ ରୋଗରୁ ଶୁଚି ହେଲା। ସେଇ କ୍ଷଣି ଗୋଟିଏ ନିମିଷରେ, 1 ସେକେଣ୍ଡରେ ଯେମିତି ପ୍ରଭୁ ଯୀଶୁ ହାତ ବଢ଼େଇ ଛୁଇଁ ଦେଇଛନ୍ତି, ସେଇ କ୍ଷଣି ସେ କୁଷ୍ଠ ରୋଗ ତାଠାରୁ ଦୂର ହେଇଗଲା, ସେ ଶୁଚି ହେଲା, ସେ ସମ୍ପୂର୍ଣ୍ଣ ସୁସ୍ଥତା ପାଇଲା।
ତେବେ ଆମେ ଦେଖୁଛୁ ଯେ ଜଗତରେ ଏମିତି କେହି ନାହିଁ ଯେ ଇମିଡ଼ିଏଟଲି ଛୁଁ ଛୁଁ ହାତ ଛୁଁ ଛୁଁ ବା ପ୍ରାର୍ଥନା ହାତ ଛୁଇଁଲା କ୍ଷଣି ସେ ଭଲ ହେଇଯିବ। କେବଳ ପ୍ରଭୁ ଯୀଶୁଙ୍କ ଲୋକମାନେ ଯେଉଁମାନେ ସେଇମାନେ ହିଁ କୁଷ୍ଠରୋଗୀ ପାଇଁ ପ୍ରାର୍ଥନା କଲେ ଯୀଶୁଙ୍କ ନାମରେ ସେମାନେ ବି ସାଙ୍ଗେ ସାଙ୍ଗେ ଭଲ ହେଇଯିବେ। ତେବେ ଆମେ ଦେଖୁଛୁ ଏଠି ଯେ କୁଷ୍ଠରୋଗୀ ଖାଲି ନୁହେଁ, ଅନେକ ଲକ୍ଷ ଲକ୍ଷ ଲୋକମାନେ, ହଜାର ହଜାର ଲକ୍ଷ ଲକ୍ଷ ଲୋକମାନେ କାହାର ବିଭିନ୍ନ ପ୍ରକାର ରୋଗରେ ଭାରାକ୍ରାନ୍ତ ଲୋକମାନେ, ଅଭାବଗ୍ରସ୍ତ ଲୋକମାନେ, ନୈରାଶ୍ୟଜନକ ଲୋକମାନେ, ନିରୁତ୍ସାହିତ ହେଉଥିବା ଲୋକମାନେ, ହା ହତାଶିଆ ଲୋକମାନେ, ସେମାନେ ସମସ୍ତେ ପ୍ରଭୁ ଯୀଶୁଙ୍କ ପଛେ ପଛେ ଚାଲିଲେ, ଦୌଡ଼ିଲେ। ପ୍ରଭୁ ଯୀଶୁ ଯୁଆଡ଼େ ଗଲେ ସେମାନେ ତାଙ୍କ ପଛେ ପଛେ ଚାଲିଲେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଏକମାତ୍ର ସମସ୍ତଙ୍କର ସମସ୍ୟାର ସମାଧାନ କରିପାରିବେ। ସମସ୍ତଙ୍କର ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ ସେ ସମସ୍ତ ରୋଗ ଦୂର କରିବେ। ସେମାନଙ୍କୁ ସ୍ପର୍ଶ କରି, ତାଙ୍କର ହାତ ଦ୍ୱାରା ସ୍ପର୍ଶ କରି, ତାଙ୍କର ଖାଲି ମୁଖ ଦ୍ୱାରା କଥା କହି ସମସ୍ତଙ୍କୁ ସେ ସୁସ୍ଥ କରିଛନ୍ତି ଏବଂ କରିବେ। ଏବେ ମଧ୍ୟ ତାଙ୍କର ଉପସ୍ଥିତି ସଦାସର୍ବଦା ଆମମାନଙ୍କ ମଧ୍ୟରେ ଅଛି। ପ୍ରତ୍ୟେକ ଦେଶରେ ମଧ୍ୟ ତାଙ୍କ ଉପସ୍ଥିତି ରହିଛି। ପ୍ରତ୍ୟେକ ଗ୍ରାମରେ ମଧ୍ୟ ତାଙ୍କର ଉପସ୍ଥିତି ରହିଛି। ପ୍ରତ୍ୟେକ ଟାଉନରେ ମଧ୍ୟ ତାଙ୍କ ଉପସ୍ଥିତି ରହିଛି। ଯେ ପ୍ରଭୁ ଯୀଶୁଙ୍କର ଉପସ୍ଥିତି ପ୍ରତ୍ୟେକ ରାଜ୍ୟରେ ମଧ୍ୟ ତାଙ୍କ ଉପସ୍ଥିତି ରହିଛି। ପ୍ରତ୍ୟେକ ଜାଗାରେ ତାଙ୍କ ଉପସ୍ଥିତି ରହିଛି ଏବଂ ପ୍ରତ୍ୟେକ ଦେଶରେ ତାଙ୍କ ଉପସ୍ଥିତି ରହିଛି ଏବଂ ତାଙ୍କର ପ୍ରତ୍ୟେକ ଘରେ, ପ୍ରତ୍ୟେକ ପରିବାରରେ ତାଙ୍କ ଉପସ୍ଥିତି ରହିଛି। ଯେ କେହି ଯୀଶୁଙ୍କ ନାଁ ଧରି ଡାକିବ ସେ ଉଦ୍ଧାର ପାଇବ ବୋଲି ବାକ୍ୟରେ ଲେଖା ଅଛି। ଯେ କେହି ତାହାଙ୍କ ନାମ ଧରି ଡାକେ, ପ୍ରାର୍ଥନା କରେ, ସେ ଉଦ୍ଧାର ପାଇବ ବୋଲି ବାକ୍ୟରେ ଲେଖା ଅଛି। ତେବେ ଖାଲି ଜଗତର ସମସ୍ୟାରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ସେ ତାର ମୁକ୍ତି ମଧ୍ୟ ପାଇପାରିବ। ମୁକ୍ତି ହେଉଛି ବହୁତ ବଡ଼ ବିଷୟ। ମନୁଷ୍ୟ ମୁକ୍ତି ପାଇବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଥାଏ, ଅନେକ ସୁନା ରୂପା ଆକୁ ତାକୁ ଦେଇଥାଏ। ତେବେ ତାର ମୁକ୍ତି ପାଇନଥାଏ। ତାର ଅଧିକରୁ ଅଧିକ ଦୁଃଖ ବଢ଼ିଯାଇଥାଏ। କେବଳ ଯୀଶୁଙ୍କ ନିକଟକୁ ଯେତେବେଳେ ଜଣେ ମନୁଷ୍ୟ ଆସେ, ତାର ସେହି ପ୍ରକାର ସମସ୍ୟାଟା ଦୂର ହୋଇ ସେ ମୁକ୍ତି ପାଇଥାଏ। ମୁକ୍ତିର ଜୀବନ, ମୁକ୍ତିର ମୂଲ୍ୟ ସେ ବୁଝିଥାଏ ଏବଂ ସେ ମୁକ୍ତି ପାଇଥାଏ ଏବଂ ସେ ମୁକ୍ତିର ପଥରେ ତାର ଜୀବନ ସାରା ଚାଲିଥାଏ। ତେବେ ଏଠି ଆମେ ଦେଖୁଛୁ କୁଷ୍ଠରୋଗୀ ଯେତେବେଳେ କହିଲା, ହେ ପ୍ରଭୁ ଯୀଶୁ ମୋତେ, ସେ ପ୍ରଣାମ କରି କହିଲା, ପ୍ରଭୁ ଯୀଶୁ ମୋତେ ଦୟାକରି ସୂଚି କରନ୍ତୁ, ଦୟାକରି ମୋତେ ସୁସ୍ଥତା ଦିଅନ୍ତୁ। ସାଙ୍ଗେ ସାଙ୍ଗେ ପ୍ରଭୁ ଯୀଶୁ ତାକୁ ହାତ ବଢ଼ାଇ ଛୁଇଁ ସେଇ କ୍ଷଣି ତାର କୁଷ୍ଠ ରୋଗ ଦୂର କଲେ। ସେ ସମ୍ପୂର୍ଣ୍ଣ ଭାବରେ ସେ ସୁସ୍ଥ ହେଲା। ଯଦି ଆଜି ମୋର ପ୍ରିୟ ବନ୍ଧୁମାନେ, ମୋର ସାଙ୍ଗମାନେ ବା ମୋର ସମାଜର ପ୍ରତ୍ୟେକ ବନ୍ଧୁଗଣ, ଭାରତୀୟ ମୋର ପ୍ରତ୍ୟେକ ବନ୍ଧୁଗଣ, ଆପଣମାନଙ୍କର କୌଣସି ରୋଗ ଅଛି କି ବା କୌଣସି ଦୁର୍ବଳତା ରହିଛି, ତାହେଲେ ଆପଣ ଯୀଶୁଙ୍କ ପାଦ ତଳେ ସମର୍ପଣ ହୁଅନ୍ତୁ, ପ୍ରଣାମ କରନ୍ତୁ ପ୍ରଭୁ ଯୀଶୁଙ୍କୁ। କହନ୍ତୁ, ହେ ପ୍ରଭୁ ଯୀଶୁ, ମୋର ଅସୁବିଧାର ପ୍ରତିକାର କରନ୍ତୁ, ଆଉ ତାର ପ୍ରତିକାର କରିବେ। କାରଣ ବାକ୍ୟ ଆମେ ଦେଖୁଛୁ, ବାକ୍ୟରେ ଲେଖା ଅଛି, ଏଫିସିଓ ତାର 3 ଅଧ୍ୟାୟ 20 ପଦରେ ପ୍ରକାଶ କରିଛନ୍ତି, ପରମେଶ୍ୱର ତୁମ୍ଭମାନଙ୍କର ମାଗିବା ଏବଂ ଭାବିବା ଠାରୁ ଆମେ ଅଧିକ ପରିମାଣରେ ତୁମକୁ ଆଶୀର୍ବାଦ କରିବା। ତୁମର ମାଗିବା ଏବଂ ଭାବିବା ଠାରୁ ଅଧିକ ପରିମାଣରେ କରିବେ ପରମେଶ୍ୱର। କାରଣ ସେ ହେଉଛନ୍ତି ସର୍ବଶକ୍ତିମାନ ପରମେଶ୍ୱର। ସେ ହେଉଛନ୍ତି ରାଜା ମାନଙ୍କର ରାଜା।
तांको ऊपर केही नांती से होचंती मेन मुख्य जहाँकि महान परमेश्वर तांको ऊपर आ केही नांती तेबे आमानकर मुक्ति देवर अधिकार केवल प्रभु जीशु ही दियंती मुक्ति तेबे आमे एठी देखुचु जे खाली सेतिकी नुहे जेते जातिर आजी लोक माने से माने मुक्ति पाइया पाई से माने तृषारे लइचंती किमिति मु मुक्ति पाइबी अनेक बुढ़ा बुढ़ी लोक माने बुढ़ा हो जाइछंती वृद्ध हो जाउछंती से माने लास्ट को कहउछंती आमे तीर्थ करी जिबा आमे मुक्ति पाइबा मुक्ति मिलिबा असंभव तीर्थ करी गले किभली तीर्थ करी आपण जीवे कोठी जीवे बिना जीशुंको नाम रे द्वारा जीशुंको नाम छाड़ी आमे यदि तीर्थ करी जाऊ लक्ष लक्ष टंका खर्च करिवा पई सुना रूपा आमे देई दऊ हे तीर्थ रे जीशुंको नाम बिना ताला माने मुक्ति पाई परिबा नहीं सारा पृथ्वीटा घुरी गले मध्य सारा भारत सारा देश प्रत्येक पृथ्वीटा सारा जदि आमे जीशुंको बिना सारा पृथ्वीटा घुरी आसु मुक्ति पाइबा पाई ताले मुक्ति पाई परिबा नहीं सेइथिपाई प्रभु जीशु ही से मुक्तिर मूल्य स्वरूपे अपना जीवन से क्रूस उपरे दान कले मुक्तिर मूल्य मुक्ति पाइया पाई अपना जीवन को से क्रूस उपरे जीवन देई देले जेपरी आम माने मुक्ति पाई परिबा परित्रण पाई परिबा बा उद्धार पाई परिबा आमे प्रत्येक प्रमाण आमे देखुचु जे प्रमाण प्रेरित तार 4 अध्याय 12 पदरे लेखा होची जे मोर प्रिय बंधुगण ध्यान सहकार शुणु एविडेंस तार प्रमाण कौन अनेक आज मोर सांग माने बंधु माने अनेक लोक मानकर अनेक प्रश्न रही जीशु को आमे कहीं ग्रहण करिबा जीशु किए कौन पाई जीशु ग्रहण कले ख्रीस्टियान जीशु ग्रहण कले ख्रीस्टियान हो जीशु को व्यक्तिगत हृदय जो माने ग्रहण करेंगे सारे परमेश्वर संतान हबार अधिकार पाइबे वाक्य लेखा होची प्रमाण अनेक लोक मान अच्छा जीशु को ग्रहण कले गोरु मांस खाया पड़ो एटा सब मिथ्या ये सब भ्रांत धारणा जो माने दौचंती सन टोटाली अज्ञानतार चली तेबे खाद्य जार जोटा इच्छा से खाई पारिबो किंतु आमे देखुचु मुख्य मेन एविडेंस मुख्य प्रमाण आमे वर्ल्ड हिस्ट्री को जतले जीवा पृथ्वी इतिहास अनेक जो कॉलेज रे सब पढ़ा होची आमाने पढ़ीचु एवं अनेक मोर सांग माने बंधु माने अनेक समस्ते पढ़ी जे इतिहास पृथ्वी इतिहास रे प्रभु जीशुख्रीष्ट आम मानकर मुक्तिर मूल्य स्वरूपे आमर पापर भार से कालवरी क्रूसरे उपरे से नहीं आमर निमंते से प्राणबली प्राणबली देइछंती कालवरी क्रूसरे जद्वारा आम माने मुक्ति पाइबा एबे आसु आम माने कोन आजी जे आमे मुक्ति पाइछु कि जे आमरकर से नैराश्यता अछि कि जे मुख्य विषय आम माने मुक्ति पाइबा निमंते सारा पृथ्वीटा घुरुचु कि जम्मू काश्मीर टू कन्याकुमारी भारत भितर घुरुचु ना फेर बाहर जाऊँ मुक्ति पाइबा जीशु को बिना तेज आसतु प्रमाण आम देखुचु ताहां छड़ा काठारे परित्रण नहीं प्रेरित 4 अध्याय 12 पदरे जहाँ द्वारा परित्रण पाइबापी हेब आकाश तले मनुष्य मानक मध्य कौन नाम दिया जाए नहीं केवल जीशु को नाम आपण मानक एवं मते
मुक्ति देव उद्धार कर परित्राण देव आसतु आम प्रार्थना करिया। प्रिय प्रभु धन्यवाद दूँ तुम वाक्य आज मोर प्रत्येक दर्शक मान प्रार्थना करे समस्त को प्रचुर आशीर्वाद प्रदान कर समस्त यही समस्त प्रार्थना एवं प्रार्थना करे मोर बंधु माने मोर सांग मान समस्त को तुम्हें प्रचुर तार मध्य तुमको जानिया तुम रास्तार चलिया समस्त को आशीर्वाद दियो। ये प्रार्थना प्रभु यीशु नाम मांगिलु आमेन।